नमस्कार ମୁଁ ଉମେଶ ଚନ୍ଦ୍ର ପାଢ଼ୀ ଓଡ଼ିଶା ନ୍ୟୁଜ୍ର ଖୋଲା କଥାକୁ ସ୍ୱାଗତ। ଆଜି ଆମେ ସେଇ ପୁରୁଣା ପାଠ ବିଷୟରେ ଆଲୋଚନା କରିବା। ପ୍ରକୃତରେ ଆନନ୍ଦପୁର ପ୍ରେସ୍ କ୍ଲବ ତାର ବାର୍ଷିକ ଉତ୍ସବ ପାଇଁ ଯେଉଁ ବାଣିଜ୍ୟ ମେଳା ନାଁରେ ପରମିଶନ ଆଣି ଆନନ୍ଦପୁର ବାଣିଜ୍ୟ ମହୋତ୍ସବ ନାଁରେ ପ୍ରଚାର ପ୍ରସାର କରି ବାଣିଜ୍ୟ ମହୋତ୍ସବ ନିମନ୍ତ୍ରିତ ଅତିଥିକୁ ନିମନ୍ତ୍ରଣ କରିବା, ୟା ପଛରେ କ'ଣ ରହସ୍ୟ ଅଛି ବୁଝିଛେ ମଲା ଆଜିର ପ୍ରଶ୍ନ। ଗୋଟେ ବିଚିତ୍ର ଭଳିଆ ଲୋକ ନୁହେଁ, ଗଣତନ୍ତ୍ର ବିରୋଧୀ ନୁହେଁ। ଗୋଟେ ନାଁରେ ପରମିଶନ, ଗୋଟେ ନାଁରେ ପ୍ରଚାର ପ୍ରସାର, ଆଉ ଗୋଟେ ନାଁରେ ନିମନ୍ତ୍ରିତ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା, ଏ ଗୋଟେ ବିଡ଼ମ୍ବନାର ବିଷୟ। ୟା ପଛରେ କ'ଣ ଷଡ଼ଯନ୍ତ୍ର ରହିଛି, କିଏ ସେଇ ଅଦୃତ ଶକ୍ତି ରହିଛି, କାହାର ମାନେ ଚାପରେ ପ୍ରଶାସନ ବି ଚେପା ହେଇଯାଇଛି, ଆମର ଆୟୋଜକମାନେ ବି ଏହା ଦ୍ୱାରା କ'ଣ ଲାଭବାନ ହେଇଛନ୍ତି ମୁଁ କହିପାରିବିନି, ସେ ଜାଣିଥିବେ। ସିଏ ଗୋଟେ ଯାହା ନାଁରେ ହେଉଛି ପରମିଶନ ଆଣିକି ଆଉ ଗୋଟେ ନାଁରେ ପ୍ରଚାର ପ୍ରସାର କରିକି ଆଉ ଗୋଟେ ନାଁ ନିମନ୍ତ୍ରଣ କରି ତା ଦ୍ୱାରା ତାଙ୍କର ବି କ'ଣ ଲାଭ ନାହିଁ। ସିଏ ବି କାହା ପ୍ରେସରରେ ଅଛନ୍ତି, ତାଙ୍କୁ ବି କିଏ ଅଭୟ ବାଣୀ ଦେଇଛି, କି ୟା ପଛରେ କିଏ ଅଛି, କେଉଁ ଅଦୃତ ଶକ୍ତି, ସେ ଆଜିକା ଡେଟ୍ରେ ବି ସନ୍ଦିହାନ। ଆୟୋଜକ ମାନଙ୍କର ବି କ'ଣ ଉଦ୍ଦେଶ୍ୟ ସଫଳ ହେଇଛି ସିଏ ଜାଣିଥିବେ। କିଛି ଜଣାପଡ଼ୁନି ଯେ ପ୍ରକୃତରେ ୟା ପଛରେ କ'ଣ ଉଦ୍ଦେଶ୍ୟ ଅଛି। ଠିକ୍ ସେହିପରି ଆନନ୍ଦପୁର ଉପଖଣ୍ଡରେ ପୁଳା ପୁଳା ସମସ୍ୟା ଅଛି। ଆନନ୍ଦପୁର ନିର୍ବାଚନରେ ଏମ୍ଏଲ୍ଏ କ'ଣ ଜାଣିନାହାନ୍ତି? ଆନନ୍ଦପୁର ଯେ ଏଇ ଭଳିଆ ଗୋଟେ କଣ୍ଟ୍ରୋଭର୍ସି କ୍ରିଏଟ୍ ହେଇଛି ରିଗାର୍ଡିଂ ତାଙ୍କର ଆନୁଆଲ ଫଙ୍କସନ୍ ନେଇକି ଯେ ପ୍ରେସ୍ କ୍ଲବର, ସେ କ'ଣ ଜାଣିନାହାନ୍ତି? ଜାଣିଛନ୍ତି। ତଥାପି ସେ ଆଗର ତରବର ହେଇକି ପୁଳା ପୁଳା ସମସ୍ୟା ଥିଲେ ବି ସେ କେମିତି ଆସିକି ଉଦ୍ଘାଟନ କରିବେ ସେଥିରେ ବି ସେ ତରବର। ଏଥିରେ ବି ତାଙ୍କର କ'ଣ ଉଦ୍ଦେଶ୍ୟ ପୂରଣ ହେଉଛି? ଆମର ଘସିପୁରା ବିଧାୟକ ବି ସୁଦ୍ଧା ସେ ଉପଖଣ୍ଡର ଦୁଇଟା ନିର୍ବାଚନ ମଣ୍ଡଳୀ, ଦୁଇଟା ନିର୍ବାଚନ ମଣ୍ଡଳୀର ଏମ୍ଏଲ୍ଏ, ସିଏ ବି ତରବର ଆସିକି ସେ କେମିତି ତାଙ୍କର ଯେମିତି ତାଙ୍କର ଏଇଟା ଗୋଟେ ବଡ଼ ମାଇଲେଜ, ସିଏ ତାଙ୍କର ଆସିକି ଉଦ୍ଘାଟନ ସମ୍ମାନୀୟ ଅତିଥି ହିସାବରେ ବକ୍ତା ହିସାବରେ ଆସିକି କ'ଣ ତାଙ୍କର ବି ଏଠି କ'ଣ ଉଦ୍ଦେଶ୍ୟ? ଏ ସବୁ ଷଡ଼ଯନ୍ତ୍ର ପଛରେ ଆଶ୍ଚର୍ଯ୍ୟ କରିଛି ବୁଦ୍ଧିଜୀବୀ ମହଲରେ। ଜଣେ ଗୋଟେ କିଛି ଉଦ୍ଦେଶ୍ୟ ନେଇକି ଆୟୋଜକ ମାନେ କରିଦେଇ ପାରନ୍ତି, ପ୍ରଶାସନ ବି ଚୁପ୍, ଲୋକପ୍ରତିନିଧି ବି ଚୁପ୍, କାହାର କିଛି ନ୍ୟାୟର କିମ୍ବା ମୋହ ନାହିଁ। ଜିଲ୍ଲା ପ୍ରଶାସନକୁ ମୁଁ ଅବଗତ କରାଇଥିଲେ ବି ସୁଦ୍ଧା ଆନନ୍ଦପୁର ଉପଖଣ୍ଡର ପ୍ରଶାସନ ଜିଲ୍ଲା ପ୍ରଶାସନକୁ ଆଗୁଆ ରଖି ସିଏ ତାଙ୍କର କ'ଣ ଉଦ୍ଦେଶ୍ୟ ସିଏ ଜାଣିଥିବେ। ଇଏ ଗୋଟେ ଗୋଟେ ବିଚିତ୍ର ପ୍ରକାର ଲାଗୁନି? ୟା ଭିତରେ କ'ଣ ଗୋଟେ ସାଜିଶ ଅଛି? କ'ଣ କାହାର ଉଦ୍ଦେଶ୍ୟ ପୂରଣ ହେଇଛି? କିଏ ସେଇ ସେ ଅଦୃଶ୍ୟ ଶକ୍ତି? ଆଜି ବୁଦ୍ଧିଜୀବୀ ମହଲରେ ଇଏ ଗୋଟେ ଆଲୋଚନାର ବିଷୟ। ସମସ୍ତେ ଆଲୋଚନା କରୁଛନ୍ତି, ସମସ୍ତେ ଗୋଟେ ଭଲ କାମ ହେଉଛି, ବାଣିଜ୍ୟ ମହୋତ୍ସବ ହବ। ଉମେଶ ଚନ୍ଦ୍ର ପାଢ଼ୀ ଏହାକୁ ବିରୋଧ କରିକି ଠିକ୍ କରିନି, ଭୁଲ ସବୁ କରିଛି। କେବେ ବି କୋଉଦିନ ବାଣିଜ୍ୟ ମେଳା ତାଙ୍କର ଏଇ ପ୍ରୋଗ୍ରାମକୁ ମୁଁ ବିରୋଧ କରିନାହିଁ, କି ବିରୋଧ କରିବା ପ୍ରଶ୍ନ ଉଠୁନି। ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆମର ଆନନ୍ଦପୁର ମହୋତ୍ସବ ଗୋଟେ ମୁଖ୍ୟ ପ୍ରୋଗ୍ରାମ, ଏଇଟା ପାଇଁ ଗୋଟେ ଚ୍ୟାଲେଞ୍ଜ ହେଇନି ତ? 100 ଜଣ ଗୋଟେ ପଟରେ ରହିଲେ ବି ସୁଦ୍ଧା ଜଣେ ଯଦି ଗୋଟେ ପଟରେ ଥିବ, ଆଇନ ଯୋଉଟା କହୁଥିବ ଗଣତନ୍ତ୍ର ବିରୋଧୀ ନଥିବ, ତାହେଲେ ଆଇନ ଯୋଉ ବାଟ ଜଣେ ହେଲେ ବି ସୁଦ୍ଧା ସେଇଟା ହିଁ କାର୍ଯ୍ୟ। ନହେଲେ ଦିନ ଦି ପରେ ଗଣତନ୍ତ୍ରକୁ ହତ୍ୟା କଲା ଭଳିଆ 5 ଜଣ କହିଦେବେ ଜଗନ୍ନାଥ ମନ୍ଦିର ମୋର, ଜଗନ୍ନାଥ ମନ୍ଦିର ରହିଯିବ କି? ଏ ଜ୍ୱଳନ୍ତ ଉଦାହରଣ ଏବେ ବେଲବାଡ଼ିରେ କେହି ବି ସପୋର୍ଟ କଲେନି ମନ୍ଦିରକୁ ଭାଙ୍ଗିବା ପାଇଁ, କିନ୍ତୁ ନ୍ୟାୟ ଦେଇଛି ଭାଙ୍ଗିବା ପାଇଁ ଭଙ୍ଗା ହେଲା ନା। ନୀତି ନିୟମ ବିଷୟରେ ନ ଜାଣିକି ଗୋଟେ ସ୍ପଷ୍ଟ କାଉନସିଲିଂ ନ କରିକି ଜଣକୁ ଦୋଷ ଦେବାଟା ଆଦୌ ଠିକ୍ ନାହିଁ। ମୁଁ କେବେ ବିରୋଧ କରିନାହିଁ, କାଲି ବି କହିଥିଲି, ପୂର୍ବରୁ ବି କହିଛି, ଆଜି ବି କହୁଛି, କେବେ ବି ବିରୋଧ କରିନଥିଲି। ଭୁଲରେ ଜଣକୁ ଦୋଷ ଦେଇ ଇଆଡ଼ୁ ସିଆଡ଼ୁ ତାକୁ ଆକ୍ଷେପ କରିବା ଉଚିତ ନୁହେଁ, କିନ୍ତୁ ସବୁ ବର୍ଗର ଲୋକମାନଙ୍କୁ ଚେପା କରି କ'ଣ ଉଦ୍ଦେଶ୍ୟ ରଖିକି କେଉଁ ଅଦୃଶ୍ୟ ଶକ୍ତି, ସେ ରୁଲିଂ ଗଭର୍ଣ୍ଣମେଣ୍ଟ ହଉ, ସେ ପରାଜିତ ପ୍ରାର୍ଥୀ ହଉ, କିମ୍ବା ଶାସନ କଳ ହଉ, ଆମର ସେ ପୂର୍ବତନ ଏମ୍ଏଲ୍ଏ ନିରଞ୍ଜନ ପଟ୍ଟନାୟକ ହଉ, ଜୟଦେବ ଜେନା ହଉ, ଯିଏ ବି ହଉ, ସେ କ'ଣ କେହି ଜାଣିନାହାନ୍ତି କିଛି କଣ୍ଟ୍ରୋଭର୍ସି ନାହିଁ ଅଛି ବୋଲି? ତଥାପି ସେମାନେ କେଉଁ ଚାପରେ ନିମନ୍ତ୍ରିତ ହେଇକି ଆସିଲେ, ସିଏ ବି ବୁଝିଛି ମଲେ ଆଲୋଚନାର ବିଷୟ। ଏଟା ମୁଁ କହୁନି, ଏ ଯାହା ଆଲୋଚନା ହେଉଛି ମେଳା ହେଇଛି, ଲୋକ ଭର୍ତ୍ତି ହେଇଛନ୍ତି, ଠିକ୍, ଏଟା ମୁଁ ମନା କରୁନି, ଏଥିକୁ ମୁଁ ପୂର୍ଣ୍ଣ ସମର୍ଥନ ଦେଉଛି। କିନ୍ତୁ ଏଇ ଯେଉଁ ଟପିକ୍ ମୁଁ କହୁଛି, ଏ ଟପିକ୍ ଉପରେ ପ୍ରକୃତରେ ବାରମ୍ବାର ମୁଁ କହୁଛି କେଉଁ ଅଦୃଶ୍ୟ ଶକ୍ତି କେଉଁ ଚାପରେ ଏଇ ଯେଉଁ ପ୍ରୋଗ୍ରାମଟିକୁ ଲାଗି ପଡ଼ିଛନ୍ତି କରିବା ପାଇଁ ଏବଂ କରିବି ଦେଲେ, ସେଇଟା ଆଜି ଦିନରେ ମୋର ସନ୍ଦେହ।
ଆଗାମୀ ଦିନରେ ତା ସ୍ପଷ୍ଟ ନିଶ୍ଚିତ ଜଣାପଡ଼ିବ। ଏତିକି କହିକି ମୁଁ ଆଜିର ଖୋଲ କଥାକୁ ରଖୁଛି।